ପାରାଦୀପରେ ଖୁଲମଖୁଲା ମାଛ ବ୍ୟବସାୟ କଲା ଆନ୍ଧ୍ର ବୋର୍ଡ। ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ ଓ ସଂଘର ଆଢୁଆଳରେ ଅବାଧରେ ପ୍ରବେଶ କରୁଛନ୍ତି ଆନ୍ଧ୍ର ବୋର୍ଡ। ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ଢାଲ କରି ଆସୁଛି ଆନ୍ଧ୍ର ବୋର୍ଡ। ଯେକୌଣସି ବାତ୍ୟା କିମ୍ବା ବୋଟ୍ ଖରାପ ହେବାର ଦୃଶ୍ୟ ନୁହେଁ, ଏ ହେଉଛି କାହାକୁ ଖାତିର ନ କରି ଆନ୍ଧ୍ର ବୋର୍ଡ ପାରାଦୀପଠାରେ ନିଜ ବୋଟ୍ ଲଗାଇ ଖୁଲମଖୁଲା ମାଛ ବିକ୍ରି କରୁଥିବାର ଦୃଶ୍ୟ। ଓଡ଼ିଶା ଉପକୂଳରେ ଆନ୍ଧ୍ର ବୋର୍ଡର ଏଭଳି ବେଆଇନ କାର୍ଯ୍ୟକଳାପକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 18 ବାଙ୍କି ନିକଟସ୍ଥ ବିଜୟ ଚାନ୍ଦପୁରଠାରେ ଖୋଲାଖୋଲି ଭାବେ ଏକ ଆନ୍ଧ୍ର ବୋର୍ଡ ମାଛ ଖାଲି କରିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ମତ୍ସ୍ୟ ବ୍ୟବସାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। କିନ୍ତୁ ସବୁଠୁ ବଡ଼ କଥା ହେଉଛି, ଏତେ ବଡ଼ ଘଟଣା ଘଟିବା ସତ୍ତ୍ୱେ ଏଠାରେ ଥିବା ମତ୍ସ୍ୟଜୀବୀ ସଂଘ କାହିଁକି ନୀରବ ରହିଲା? କାହା ଇସାରାରେ ଏବଂ କାହା ନିର୍ଦ୍ଦେଶରେ ଏଠାରେ ମାଛ ଖାଲି କରାଗଲା? ବୋଟ୍ କ'ଣ ଏଠାରେ ଖରାପ ହୋଇଥିଲା, ନା ସ୍ଥାନୀୟ କୌଣସି ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଶେଷଙ୍କ ଇଙ୍ଗିତରେ ଏଠାରେ ମାଛ ଖାଲି କରାଗଲା? ତାହା ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏବେ ସବୁଠି ଗୋଟିଏ ବଡ଼ ପ୍ରଶ୍ନ, ସଂଘ ଏଠି କରୁଛି କ'ଣ? ନିକଟରେ ମାଛ ବଂଶ ବୃଦ୍ଧି ପାଇଁ ସରକାର ଏପ୍ରିଲ 15ରୁ ଜୁନ୍ 14 ତାରିଖ ପର୍ଯ୍ୟନ୍ତ ସମୁଦ୍ରରୁ ମାଛ ଧରିବା ଉପରେ କଟକଣା ଜାରି କରିଥିଲେ। ମାତ୍ର କଟକଣା ହଟିବା ପରେ ଡିଜେଲର ଅହେତୁକ ମୂଲ୍ୟ ବୃଦ୍ଧି ଯୋଗୁଁ ଆହୁରି 1 ମାସ ମାଛଧରା ବନ୍ଦରରୁ ସମୁଦ୍ରରୁ ମାଛ ଧରା ବନ୍ଦ ରହିଥିଲା। ଫଳରେ ବୋଟ୍ ମାଲିକ ଏବଂ ମତ୍ସ୍ୟଜୀବୀମାନେ ବହୁତ କ୍ଷତି ସହିଥିଲେ। ତେବେ ଏଠାରେ ପ୍ରଶ୍ନ ଉଠୁଛି, ଯଦି ପାରାଦୀପ ବୋଟ୍ କ୍ଷତିରେ ଚାଲୁଛି, ତେବେ ଆନ୍ଧ୍ର ବୋଟ୍ ଏଠାରେ ମାଛ ଖାଲି କରି ବିକ୍ରି କରୁଥିବା ବେଳେ ବୋଟ୍ ମାଲିକ କିମ୍ବା ମତ୍ସ୍ୟ ବ୍ୟବସାୟୀ କାହିଁକି ବିରୋଧ କରୁନାହାନ୍ତି? କ'ଣ ସ୍ଥାନୀୟ ବୋଟ୍ ମାଲିକଙ୍କ ମାଧ୍ୟମରେ କିଛି ଭିତରୁଆ କାରବାର କରି ଆନ୍ଧ୍ର ବୋଟ୍ ମାଛ ବ୍ୟବସାୟୀ କରୁନାହାନ୍ତି ତ? ତାହାକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ବିଜୟ ଚାନ୍ଦପୁରଠାରେ ବାହାର ରାଜ୍ୟର ବୋଟ୍ ଆସି ମାଛ ଅନଲୋଡ୍ କରିବା ଏବଂ ସ୍ଥାନୀୟ ବଜାରରେ ବିକ୍ରି କରିବା ଘଟଣା ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ପେଟରେ ଲାତ ମାରିବା ସହ ସମାନ। ନିୟମ ଅନୁସାରେ ବାହାର ବୋଟ୍ ଗୁଡ଼ିକ ଏଭଳି ସ୍ଥାନରେ ଘାଟରେ ବେପାର କରିପାରିବେ ନାହିଁ। ମାତ୍ର ପ୍ରଶାସନ ଓ ସ୍ଥାନୀୟ ସଂଘର ନାକ ତଳେ ଏସବୁ କିଭଳି ଚାଲିଛି, ତାହାକୁ ନେଇ ସନ୍ଦେହ ଘନୀଭୂତ ହୋଇଛି। ଏତେ ସବୁ ଅଭିଯୋଗ ପରେ ଏବେ ସାଧାରଣରେ ପ୍ରଶ୍ନ ଉଠୁଛି ଯେ, ଯଦି ସଂଘ ମତ୍ସ୍ୟଜୀବୀଙ୍କ ସ୍ୱାର୍ଥ ରକ୍ଷା କରିପାରୁନି, ଭଲରେ ମନ୍ଦରେ ସେମାନଙ୍କ ପାଖରେ ପହଞ୍ଚି ପାରୁନାହାନ୍ତି, ତେବେ ଏହି ସଂଘ କରୁଛି କ'ଣ ବୋଲି ଆଲୋଚନା ଜୋର ଧରିଛି। ଗୋଟେପଟେ ଅନୁପ୍ରବେଶକାରୀଙ୍କୁ ଧରିବା ପାଇଁ ସରକାର ତତ୍ପର ଦେଖାଇ ଉଭୟ ଜଳପଥ ଓ ସ୍ଥଳପଥ ଉପରେ କଡ଼ା ନଜର ରଖିଥିବା ବେଳେ ବାହାର ରାଜ୍ୟର ବୋଟ୍ ଏଠାରେ ଖୁଲମଖୁଲା ମାଛ ଖଲାସ କରି ବିକ୍ରି କରୁଛି କିପରି? ତେବେ ଏହି ବୋଟ୍ରେ ଅନୁପ୍ରବେଶକାରୀ ଅବାଧରେ ପ୍ରବେଶ କରି ନିଜର ସାମ୍ରାଜ୍ୟ ବିସ୍ତାର କରୁନାହାନ୍ତି ତ? ଏହାକୁ ନେଇ ନା ରାଜ୍ୟ ପ୍ରଶାସନର ତତ୍ପରତା ପ୍ରକାଶ ପାଉଛି, ନା ପୁଲିସ ପ୍ରଶାସନର ଦୃଷ୍ଟି ପଡୁଛି। ସ୍ଥାନୀୟ ଲୋକଙ୍କ ଚାପ ଏବଂ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଦେଖିବାକୁ ବାକି ରହିଲା, ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ ଏବଂ ମତ୍ସ୍ୟଜୀବୀ ବା ମତ୍ସ୍ୟ ସଂଘ ଏହି ଆନ୍ଧ୍ର ବୋଟ୍ ଓ ସଂଶ୍ଳିଷ୍ଟ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ କ'ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର। ଯଦି ଆଗାମୀ ଦିନରେ ଏଭଳି ବେଆଇନ କାର୍ଯ୍ୟକଳାପ ଉପରେ ରୋକ ନ ଲାଗେ, ତେବେ ଆନ୍ଧ୍ର ବୋଟ୍ ମାନଙ୍କର ରାଜୁତି ବଢ଼ିବା ସହିତ ଅନୁପ୍ରବେଶକାରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ପ୍ରାଇମ୍ ଓଡ଼ିଶା।